ଦଶମ ସ୍କନ୍ଧ ଗୋପଲୀଳା ଦଶମ ଅଧ୍ୟାୟ ଶ୍ରୀ ଶୁକବାଚ। ନମଃ ପ୍ରଭୁ ବନମାଳୀ ସୁଖ ସାଗର ବାଳ କେଳି ଦିନେକ ଦେବୀ ଯଶୋବନ୍ତୀ ସେବକୀ ମାନେ ହକାରନ୍ତି। ଆସି ମିଳିଲେ ପରିବାରୀ ନ ମିଳେ ଦେବୀ ପାଦ ଧରି। ଯଶୋଦା କହନ୍ତି ଉତ୍ତର ଘର ବ୍ୟବହାର ତୁମ୍ଭେ କର। ଏ ଦଧିମନ୍ତୀ ବି ଆଜ ମୋଇ ଲବଣୀ କେତେ ଜାଣିବଇ। ହେମନ୍ତ ବୋଲି ଆଜ୍ଞା ଦେଲେ ମନ୍ଥନ ଦଣ୍ଡ ଅଣାଇଲେ। ଏ ଯଶୋଦା ହୋଇଲେ କସଜ ଯାହାର ସୁତ ଦେବରାଜ। ଏ ପିନ୍ଧି ସୁରଙ୍ଗ ପାଟ ଶାଢ଼ୀ ରତ୍ନ ମେଖଳା ଅଛି କଡ଼ି। ଷୋଳ କଟି ଭାଗ ଜୁତେ ସୁବର୍ଣ୍ଣ ଭୁଡ଼ି ଶୋଏ ହସ୍ତେ। ଏ ପୃଥୁଳ କଟି ଭାଗ ଜୁତେ ସୁବର୍ଣ୍ଣ ଚୁଡ଼ି ଶୋଏ ହସ୍ତେ। ବେନି କୁଚରୁ କ୍ଷୀର ଝରେ ନୂପୁର ବାଜଇ ପୟରେ। ଏ ହୃଦରେ ହାର କର୍ଣ୍ଣେ କାପ ଶିରେ ସୀମନ୍ତ ଦିବ୍ୟ ରୂପ। ହୁଆ ଦଉଡ଼ି ଧରି କରେ ବାମ ଦକ୍ଷିଣେ ଚାଳ ଧୀରେ। ଏ ଦଉଡ଼ି ଟାଣିବାର ରେ ବସ୍ତ୍ର ନ ରହେ ଦେବୀ ଶିରେ। ପରିବାର ଫିଟି ଚଳେ ଫୁଲ ପଡ଼ିଲେ ମାଳେ ମାଳେ। ଏ ବକ୍ଷେ କମ୍ପଇ ପୟୋଧର କଙ୍କଣ ନା ଦେବେନି କର। ମୁଖେ ଶୋଭିତ ଶ୍ରମ ଜାଳ ରଙ୍ଗ ଅଧର ସୁକୁମଳ। ଏ ଦଧିମନ୍ତଇ ମନ ତୋଷେ କୃଷ୍ଣ ମିଳିଲେ ତାର ପାଶେ। ସ୍ତନ୍ୟ ପିଇବା ସେ ହରିର ଜନନୀ ବସ୍ତ୍ର କରେ ଧରି। ଦେଖି ଯଶୋଦା କୋପବର ବୋଲନ୍ତି କୃଷ୍ଣକୁ ଉତ୍ତର। ଯା ତୁ ନଦର ଏତେବେଳେ ପଛେ ଘେନିବି ତୋତେ କୋଳେ। ଶୁଣି କାନ୍ଦନ୍ତି ବନମାଳୀ ଦେଖି ଯଶୋଦା ଦେଇ ଗାଳି। କୃଷ୍ଣକୁ କରାବନ୍ତୀ ତୁନି ଶୋଷରେ କରି ଗୀତ ଧ୍ୱନି। ଅତି ଶୋଷରେ ଗାନ୍ତି ଗୀତ ପୁଣି କାନ୍ଦନ୍ତି ଗୋପୀନାଥ। ବାଳୁତ କାଳୁ କୃଷ୍ଣ ବାଣୀ ସୁମରି ଗାଏ ନନ୍ଦରାଣୀ। ତକ୍ଷଣେ ଉଠି ଜଗନ୍ନାଥେ ଖୁଆ ଧଇଲେ ବେନି ହସ୍ତେ। ଯଶୋଦା ନ ପାରିଲେ ଚାଳି କୋଳେ ଧଇଲେ ବନମାଳୀ। ଧନ୍ୟ ପିଆଇ ତୋଷ ମନ ଶ୍ରୀମୁଖେ ଦେଲକ ଚୁମ୍ବନ। ଚୁଲିରେ ବସିଥିଲା କ୍ଷୀର ଚାହିଁଲେ ପ୍ରଭୁ ଚକ୍ରଧର। ତକ୍ଷଣେ ପଡ଼ିଲା ଉତୁରି ଦେଖି ଧାଇଁଲେ ନନ୍ଦ ନାରୀ। କୃଷ୍ଣକୁ ପକାଇଲା ତଳେ ଅଜ୍ଞାନ ମାୟା ମୋହ ବଳେ। ଏ ଧାମଇ କରେ ଜଳ ଘେନି ପଡ଼ି କାନ୍ଦନ୍ତି ଅନ୍ତର୍ଯାମୀ। ପେ ବସିଲା ଚକ୍ରଧର ଦନ୍ତେ କାମୁଡ଼ିଲେ ଅଧର। ଉଠିଲେ ଭବ ସୁଖଦାତା ଘରୁ ଆଣିଲେ ଶିଳ ପୁତା। ପିଲେ ଦଧି ଭାଣ୍ଡେ ନେଇ ଭାଜି ଗୋରସ ଗଲା ବଇ। ଏ ପଳାଇ ଗଲେ କରତରେ ପଶିଲେ ଗମ୍ଭୀରି ଭିତରେ। ଘରେ ଲବଣୀ ଥିଲା ଯେତେ ସବୁ ଖାଇଲେ ବେନି ହସ୍ତେ। ଏ କ୍ଷୀର ଉତାରି ଗୋପବାଳୀ ପୁଣି ମନ୍ଥନ ସ୍ଥାନେ ମିଳି। କି ଚକିତ ଗାଲେ ହସ୍ତ ଏତ ବାଳକ ବିପରୀତ। ଏ ବାଳୁତ କାଳୁ ଏଡ଼େ କୋପି ସତ କହନ୍ତି ମତେ ଗୋପୀ। ତାଙ୍କୁ ନିନ୍ଦିଲି ମୁଁ କୋପେ ଏବେ ତ ବୁଝିଲି ସ୍ୱରୂପେ। ଆଜି କରିବି ପ୍ରତିଫଳ ଗୋପୀଏ କରନ୍ତି ଚହଳ। କହୁ କହୁ ବଢ଼ିଲା କୋପ ଯଷ୍ଟି ପ୍ରହାରେ ଯେନେ ସର୍ପ। ହାଟ ଖସିଲା ପଛ ଭାଗେ ମିଳିଲା ଗମ୍ଭୀରିର ଲାଗେ। ଦ୍ୱାରେ ଚାହିଁ ଧୀର ଧୀର ଦେଖିଲା ପ୍ରଭୁ ଦାମୋଦର। ଏ ରୋଳ ଉପରେ ଗୋପୀନାଥ ଶିଳା ଧରିଣ ବାମ ହସ୍ତ। ମାର୍ଜାରୀ 5-7 ମେଳେ ଲବଣୀ ଖାନ୍ତି କୌତୁହଳେ। ଦେଖି ମାତାଙ୍କୁ ଭାବଗ୍ରାହୀ ରୋଳୁ ପଡ଼ନ୍ତି ବେଗେ ଡେଇଁ। ନ ପଳାନ୍ତି ଭୟ ଘେନି ପଛରେ ଗୋଡ଼ାନ୍ତି ଜନନୀ। ଏ ଯାହାର ନାହିଁ ଆଦି ଅନ୍ତ ଧ୍ୟାନେ ଚିନ୍ତନ୍ତି ମୁନି ସନ୍ତ। ତାହାକୁ ପୁତ୍ର ପାଏ ମଣି ପଛେ ଧାମଇ ଗୋପାଳୁଣୀ। ଥକ ଭାବେ ନନ୍ଦରାଣୀ ଗୋଡ଼ାନ୍ତେ ପଡ଼େ ପୁଣି ପୁଣି। ପୁଣି ଗୋଡ଼ାଇ ପୁଣି ଉଠି ପାଦନ୍ତେ ପଡ଼ୁଥାଇ ଝୁଣ୍ଟି। କେଶ ଫିଟିଣ ଶ୍ରମ ଜାଳେ ଫୁଲ ପଡ଼ିଲେ ପିଠି ତଳେ। ତାହାର ଆଦି ଅନ୍ତ ନାହିଁ ଯଶୋଦା ପାଇବ ତା କାହିଁ। ଜାଣିଣ ଯଶୋଦା ବିକଳ ଲେଉଟି ଚାହେଁ ଆଦି ମୂଳ। ମନେ ବିଚାରି ଭାବଗ୍ରାହୀ ମାତା ବିଷये ଦୟା ବଇ। ମୁଁ ଯେବେ ଯିବଇଁ ପଳାଇ କେ ମୋତେ ପାରିବ ଗୋଡ଼ାଇ। ତେ ବିଚାରି ଦୟା ନିଧି ରଜୁରେ ହୋଇଲଇ ବନ୍ଦୀ। ଏ ଦେଖିଣ ଯଶୋଦା ବିକଳ ରହିଲେ ପ୍ରଭୁ ଆଦି ମୂଳ। ଧାଇଁ ଧଇଲା ବେନି କର ଛାଟ ଉଞ୍ଚାଇ କୋପବର। ଭୟେ କାନ୍ଦନ୍ତି ଚକ୍ରଧର ଚକ୍ଷୁ ଘଷନ୍ତି ବାମ କର। କୃଷ୍ଣ ବିକଳ ଦେଖି ମାତା ଛାଟ ରକ୍ଷିଣ କଲେ ଚିନ୍ତା। ବୋଲଇ ବାନ୍ଧିବି ଏହାରେ ବେପାର କରୁଥିବି ଘରେ। ରୋଳେ ଖଟାଇଥିବି ନୀତି ଏଣେ ନଥିବ ମୋର ଭୀତି। ଏତେ ବିଚାର ପରିମଳ ଘରୁ ଆଣିଲା ବେଗେ ରୋଳ। ଦଉଡ଼ି ଘେନି ଅଛି ହସ୍ତ ଦେଖି କାନ୍ଦନ୍ତି ଗୋପୀନାଥ। ଅଣ୍ଟାରେ ବାନ୍ଧିଲା ତା ନେଇ ବେନି ଅଙ୍ଗୁଳି ନ ଅଣ୍ଟଇ। ଗୁଣ ଯୋଖିଲା ଖଣ୍ଡ ଧୋଇ ବେନି ଅଙ୍ଗୁଳ ନ ଅଣ୍ଟଇ। ଘରେ ଯେତେ କରଜୁ ଥିଲା ସମସ୍ତ ଘରୁ ଅଣାଇଲା।
ତାହା ଯୋଖାଇ ବେଗେ ନେଇ ବେନି ଅଙ୍ଗୁଳି ନ ଅଣ୍ଟଇ କରଚରଣ ବେନି ଯୋଖି ଦେଖି ଚକିତ ଗୋପ ଗୋପୀ ଗୋପୀ ଅସନ୍ତି ତାହା ଚାହିଁ ସମସ୍ତେ ମୁଖେ ବସ୍ତ୍ର ଦେଇ ଏକବାରେ କକର ତାଳି ମାରନ୍ତି ହୋଇ କୌତୂହଳୀ ବୋଲନ୍ତି ପରିହାସ ବାଣୀ ଦୌଡ଼ି ନ ପାରିଲୁ ଆଣି ରାଣୀ ବୋଲାଉ ଗୋପପୁରେ ନାନା ଭଣ୍ଡାର ତୋର ଘରେ ଦୌଡ଼ି ନାହିଁ ତ ଭୁବନେ ବାଳକ ବାନ୍ଧିବୁ କେଶନେ ଏ ଶୁଣି ଯଶୋଦା ଲାଜ ପାଇ ରହିଲା ଭୂମି କିଅ ନାହିଁ ଝାଳରେ ହେଲା ଜର ଜର କାତରେ କମ୍ପଇ ଶରୀର କେଶବସନ ଅସମ୍ଭାଳ ଖୋସାରୁ ଖସେ ଫୁଲମାଳ ସଦାଶ୍ରମ ଦେଖି ହରି ନିଜ ବନ୍ଧନେ ମନ କରି ତକ୍ଷଣେ ଦୌଡ଼ି ଆଣିଲା ରୋଷେ କୃଷ୍ଣକୁ ବନ୍ଦୀ କଲା ଯେ ହରି ତିନି ପୁର ଛନ୍ଦି ସଂସାରେ ହୋଇଅଛି ବନ୍ଦୀ ତାହା ବାନ୍ଧିଲା ନନ୍ଦ ନାରୀ ଦାସ ବତ୍ସଳ ନର ହରି ଗୋପୀଙ୍କି ଯେତେ ଦୟା କଲେ ବ୍ରହ୍ମା ଶଙ୍କର ନ ପାଇଲେ କମଳା ସେବେ ପଦ୍ମପାଦ ସେହି ନ ପାଇଲା ପ୍ରସାଦ ଲୋକଙ୍କୁ ଏଡ଼େ ଦୟା ଜ୍ଞାନୀ ପାଇବେ କାହିଁ ତାମ୍ ଏ ଜନନୀ ବାନ୍ଧିଲା ରୋଳରେ ଜାମଳା ଅର୍ଜୁନ ତଳରେ ନ ଚାହିଁଲେ ବେନି ସୁତେ ସାପ ପାଇଲେ ଭୋଳ ଚିତେ ନାରଦ ତହୁଁ ସାପ ପାଇ ଅନେକ କାଳୁଛନ୍ତି ରହି ସେ ମୁନି ବୋଲିଛନ୍ତି ଯାହା ଅବଶ୍ୟ କରିବି ମୁଁ ତାମ୍ ଏତେ ବିଚାରି ବନମାଳି ରୋଳ ଟାଣିଲେ ପାଦ ଚାଳି ମିଳିଲେ ବେନି ବୃକ୍ଷ ତଳେ ଟେକି ଚାହାନ୍ତି ବେନି ଡୋଳେ ସେ ହରି ଚରଣ ପଙ୍କଜ ସୁଜନେ ଚିତେ ଏହା ଭଜ ଭଇ ବିପ୍ର ଜଗନ୍ନାଥ ଗୀତ ପ୍ରବନ୍ଧେ ଭାଗବତ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ଦଶମ ସ୍କନ୍ଧେ ଯଶୋଦା ଦଧି ମନ୍ଥନେ ଜାମଳା ଅର୍ଜୁନ ଭଞ୍ଜନେ ନାମ ଦଶମ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।